ବାସନ୍ତୀ ପାଠାଗାର। ବାସନ୍ତୀ ପାଠାଗାରରେ ସାହିତ୍ୟ ଆସର। ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ପରିସରରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଡକ୍ଟର ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ନବଘନ ସାହୁ, ଆଲୋଚକ ଭାବେ ଶିକ୍ଷକ ରାଜକୁମାର ମହାନ୍ତି ଯୋଗଦେଇ ଆଲୋଚ୍ୟ ବିଷୟ ବିଶ୍ୱକୁ ଗବାକ୍ଷ ଏକ ବୌଦ୍ଧିକ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ସାହିତ୍ୟର ତିନୋଟି ବିଭାଗ ପୁଲକ ସାହିତ୍ୟ, ଆଦର୍ଶ ସାହିତ୍ୟ, ଆରୋହଣଧର୍ମୀ ସାହିତ୍ୟ ତଥା ଅନ୍ତ ଗବାକ୍ଷ ଓ ବହିର୍ଗବାକ୍ଷ ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଅନ୍ତଚେତନା ବହିର୍ଚେତନା ମିଶିଲେ କିପରି ବିଶ୍ୱକୁ ଗବାକ୍ଷ ଖୋଲିଯାଏ, ତା ସହ ଦୈତ ଶକ୍ତି, ଦେବ ଶକ୍ତି ଓ ସତ୍ୟ କହୁଥିବା ଲୋକ କିପରି ଖଣ୍ଡାଧାରରେ ଚାଲିବା ସହିତ ସମାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକା ଶର୍ମିଷ୍ଠା କବି ଶତପଥୀ ନୀଡ଼ ଫେରନ୍ତା ପକ୍ଷୀ ଶୀର୍ଷକ ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟରେ କବି କୁଞ୍ଜବିହାରୀ ରାଉତ ଓ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ସସ୍ମିତା ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ନାୟକ, ସଂଯୁକ୍ତା ଦାସ, ପ୍ରତାପ କୁମାର ପଣ୍ଡା, ଦେବେନ୍ଦ୍ର କୁମାର ବଳ, ବଳରାମ ଦାସ, ସୁମିତା ସ୍ୱାଇଁ, ବ୍ରହ୍ମାନନ୍ଦ ପାଢ଼ୀ, ସୁଧୀର କୁମାର ନାଥ, କୁଞ୍ଜବିହାରୀ ରାଉତ, ଅର୍ଚ୍ଚନା ପାତ୍ର, ସୁଭାଷିନୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ। ଏହି ଅବସରରେ ସାହସିକତା ପାଇଁ ଅର୍ଚ୍ଚନା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିକ୍ରମଚନ୍ଦ୍ର ଆଚାର୍ଯ୍ୟ, ବିଭୁଦତ୍ତ ବେହେରା, ଗାୟତ୍ରୀ ସେଠୀ, କୌଶଲ୍ୟା ମହାରଣା, ଗୀତାଞ୍ଜଳି ମହାରଣା, କବିତା ଦାସ, ସମୃଦ୍ଧି ମହାରଣା, କମଳ ଆଚାର୍ଯ୍ୟ, ସଞ୍ଜୀବ କୁମାର ଭୋଇ, ହରିହର ଶତପଥୀ, ପ୍ରିୟା ପାତ୍ର, ଅନିଲ କୁମାର ଦାସ, ଶରତ ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ବିଜୟ ସାହୁ, ଅଶୋକ କୁମାର ପାତ୍ର, ସୁନୀଲ ମହାନ୍ତି, ନୃସିଂହ ପ୍ରସାଦ ବେହେରା, ସ୍ୱରାଜ୍ୟ ବେହେରା, ବସନ୍ତ କୁମାର ମହାରଣା, ଗୀତାଞ୍ଜଳି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କବିତା ଦାସ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।